ଜଗବନ୍ଧୁ ବାବୁ ଜଣେ ଆଦର୍ଶ ଶିକ୍ଷକ ଏବଂ ସମସ୍ତଙ୍କ ପାଇଁ ସେ ଆଦର୍ଶ। ସେ ଯେମିତି ଭାବରେ ପିଲାଙ୍କୁ ପଢ଼ାନ୍ତି, ପିଲାଙ୍କୁ ଗଢ଼ି ତୋଳିବା ପାଇଁ ମଧ୍ୟ ତାଙ୍କର ମଧ୍ୟ ଦାୟିତ୍ୱ ସେଇଭଳି ଥାଏ। ଏବଂ ମୁଁ ଜାଣିଛି ତାଙ୍କୁ ବହୁତ ଦିନରୁ 85 ମସିହାରୁ ଯେ ସେ କିଭଳି ଭାବରେ ମାନେ ସମୟାନୁବର୍ତ୍ତିତ ଠିକ୍ ସମୟରେ ସ୍କୁଲକୁ ଯିବା, ପିଲାଙ୍କୁ ପଢ଼େଇବା, ପିଲାଙ୍କ ଭଲ ମନ୍ଦ ବୁଝିବା। ବାପାକୁ ପିଲା ଭୁଲି ଯାଆନ୍ତି କିନ୍ତୁ ଶିକ୍ଷକକୁ କେବେ ଭୁଲିବାର ମୁଁ କେବେ ଶୁଣି ନାହିଁ। ସେ ଯେଉଁ ସ୍କୁଲରେ ରହିଛନ୍ତି ଜଗବନ୍ଧୁ ବାବୁ, ସେ ସ୍କୁଲକୁ ସେ ଠିଆ କରିଦେଇ ଆସିଛନ୍ତି ଏବଂ ପିଲା ଜଗବନ୍ଧୁଙ୍କ ନାଁରେ ସେ ସ୍କୁଲରେ ମଧ୍ୟ ତାଙ୍କ ବାପା ମା ମାନେ ପିଲାଙ୍କୁ ପଠେଇଛନ୍ତି। ସେ ସ୍କୁଲ ମଧ୍ୟ ଭଲ ରେଜଲ୍ଟ ବି କରେ ଏବଂ ତାଙ୍କର ପୁଅ ଯେ ସତ୍ୟ, ସେ ସବୁବେଳେ ଚେଷ୍ଟା କରିଛି ଯେ ବାପାଙ୍କ ଆଦର୍ଶକୁ ଅନୁପ୍ରାଣିତ କରି ବାପା କେମିତି ଭଲରେ ରହିବେ। ରିଟାୟାରମେଣ୍ଟ କଲା ପରେ ସେ ବାପାଙ୍କୁ ପାଖରେ ରଖିଥିଲା ଏବଂ ତା ସହିତ ଆପଣ ଜାଣିଛନ୍ତି ମୃତ୍ୟୁଟା ଏଭଳି ଏକ ନିଶ୍ଚିତ ସତ୍ୟ, କେତେବେଳେ କାହା ପାଖକୁ ଆସ କହିହେବ ନାହିଁ। ଜଗବନ୍ଧୁ ବାବୁ ମୋଚାଇ ମଧ୍ୟ ବୟସରେ କମ୍ କିନ୍ତୁ ବନ୍ଧୁ ହିସାବରେ ଯେଉଁଠି ଦେଖା ହୁଅନ୍ତି ଆତ୍ମୀୟତା ଏତେ ଥାଏ ସେ ମୋତେ ଜମା ଛାଡ଼ନ୍ତି ନାହିଁ। ତାଙ୍କର ଦେହାବସାନରେ ଆମେ ସମସ୍ତେ ମର୍ମାହତ। ତାଙ୍କ ବିନା ଖାଲି ତାଙ୍କ ପରିବାର ଯେ ବହୁତ କ୍ଷତି ସହି ତାହା ନୁହେଁ, ଇଏ ଆମ ଅଞ୍ଚଳ କଲେଜ ପଞ୍ଚାୟତଠୁ ଆରମ୍ଭ କରି ଆମେ ବ୍ୟକ୍ତିଗତ ଭାବେ ବହୁ ଭାବରେ ମର୍ମାହତ। ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛୁ ଯେ ତାଙ୍କର ଆତ୍ମା ଭଲରେ ରହୁ ଏବଂ ତତ୍ସହିତ ତାଙ୍କ ପିଲାମାନଙ୍କୁ, ତାଙ୍କ ପରିବାରକୁ ଭଗବାନ ଅସୀମ ଶକ୍ତି ଦିଅନ୍ତୁ ଏଭଳି ଦାରୁଣ ଦୁଃଖକୁ ସହ୍ୟ କରିବା ପାଇଁ। ସମସ୍ତଙ୍କୁ ତରଫରୁ ଆଜି ଯେଉଁ ଶୋକ ସଭା ଏଠି ଅନୁଷ୍ଠିତ ହେଉଛି ଆପଣ ନିଜେ ଅନୁଭବ କରୁଥିବେ କେତେ ଶିକ୍ଷକ ବର୍ଷା ସତ୍ତ୍ୱେ ଏଠି ଉପସ୍ଥିତ ହେଇଛନ୍ତି। ଆଜି ତାଙ୍କ ଏଇ ଉପସ୍ଥିତି ପ୍ରମାଣ କରୁଛି ଯେ ଜଗବନ୍ଧୁ ବାବୁ ହୁଏତ ଆପଣ ଦେଖିପାରୁନଥିବେ କିନ୍ତୁ ଆପଣଙ୍କୁ ଏମାନେ ଆଜି ସ୍ମରଣ କରୁଛନ୍ତି ଏବଂ ଆପଣଙ୍କ ଗୁଣ କୀର୍ତ୍ତନ କରୁଛନ୍ତି। ଏଇଟା ହିଁ ଆପଣଙ୍କ ପାଇଁ ଗୋଟେ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ବାପାଙ୍କୁ ପୂଜା କରିବା ସର୍ବଶ୍ରେଷ୍ଠ। ତେଣୁ ଆମେ ପିତୃଦେବ ଭବ, ମାତୃଦେବ ଭବ, ଆଚାର୍ଯ୍ୟ ଦେବ ଭବ, ଦେବ ଦେବ ଭବ ବୋଲି ଆମେ କହୁ। ତେଣୁ ପିତୃଦେବ ଭବଙ୍କୁ ବାପାକୁ ଶ୍ରଦ୍ଧା ସମ୍ମାନ କରେ ସେ ପିଲାଙ୍କର କର୍ତ୍ତବ୍ୟ। ଜଗବନ୍ଧୁ ଦାସ କେବଳ ଜଣେ କେବଳ ଶିକ୍ଷକ ନଥିଲେ, ଜଣେ ଆଦର୍ଶ ମଣିଷ ଥିଲେ, ସମାଜର ପରୋପକାରୀ ଥିଲେ। ଅନ୍ୟକୁ ହାତ ବଢ଼ି ସାହାଯ୍ୟ କରିବାର, ସହଯୋଗ କରିବାର ତାଙ୍କ ପ୍ରେରଣା ଥିଲା। ଏ ମାଟିରୁ ଫୁଲକୁ ତିଆରି କରି ବିଶ୍ୱ ଦରବାରରେ, ଓଡ଼ିଶାରେ, ଭାରତରେ ପହଞ୍ଚାଇବାର ତାଙ୍କର ଅଭିଯାନ ମଧ୍ୟ ଅନୁକଳ୍ପନୀୟ। ଯିଏ ନିଜେ ଶିକ୍ଷକ ଶିକ୍ଷାଦାନ କରି ଅନ୍ୟକୁ ଆଲୋକ ଦେଇ ଏ ସମାଜରେ ଆଲୋକ ବର୍ତ୍ତିକା ସାଜିଥିଲେ, ତାଙ୍କୁ ଶ୍ରଦ୍ଧାଞ୍ଜଳି କେବଳ ପୁଷ୍ପାଞ୍ଜଳି ଦେବା ଛଡ଼ା ଆମ ପାଖରେ କିଛି ନାହିଁ। ବାସ୍ତବରେ ଜଗବନ୍ଧୁ ବାବୁ ଜଣେ ଭଲ ମଣିଷ, ଆଦର୍ଶ ଶିକ୍ଷକ ଏବଂ ଏ ସମାଜର ଏକ ମଙ୍ଗଳ ଏବଂ ସମାଜକୁ ଠିକ୍ ଢଙ୍ଗରେ ନେବା ପାଇଁ, ସମାଜକୁ ଠିକ୍ ବାର୍ତ୍ତା ଦେବା ପାଇଁ ତାଙ୍କର ଯେଉଁ ଶିକ୍ଷକତା ଜୀବନ ଥିଲା ଆମ ସମସ୍ତ ପାଇଁ ସ୍ମରଣୀୟ ଓ ବନ୍ଦନୀୟ। ତେଣୁ ତାଙ୍କ ପ୍ରତି ଆମେ ଗଭୀର ଶ୍ରଦ୍ଧା ସମ୍ମାନ ସହିତ ଅନ୍ୟତ୍ର କିଛି ନୁହେଁ, କେବଳ ତାଙ୍କୁ ସମ୍ମାନ ଦେବା ଛଡ଼ା ଅନ୍ୟ ଉପାୟ ନାହିଁ।